ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟର 10 ପଦରେ ଆମେ ଏହିପରି ପାଠ କରୁ, ଆଉ ଏବେ ସୁଦ୍ଧା ଗଛ ଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ଗୋଟିଏ ଗ୍ରାମରେ ଅନେକ ଆମ୍ବ ଗଛ ଥିଲା। କେତେକ ଗଛରେ ଭଲ ଆମ୍ବ ଫଳୁଥିଲା ତ ଅନ୍ୟ କେତେକରେ ମଧ୍ୟ ଆମ୍ବ ତ ଫଳୁଥିଲା, କିନ୍ତୁ ସେଥିରେ ପୋକ ଲାଗୁଥିଲା। ତେଣୁ ବୃକ୍ଷ ବିଶେଷଜ୍ଞଙ୍କୁ ଡକାଗଲା। ସେ ଗଛ ଗୁଡ଼ିକୁ ଯାଞ୍ଚ କରି କହିଲେ ଯେ ସେଇ ଗଛ ଗୁଡ଼ିକ ଏପରି ସଂକ୍ରମିତ ହୋଇଯାଇଛି ଯେ ତାହା କଟାଯିବା ଛଡ଼ା ଅନ୍ୟ ଉପାୟ ନାହିଁ। ମନୁଷ୍ୟର ଜୀବନ ମଧ୍ୟ ଠିକ୍ ଏହିପରି। ପାପ ହେତୁ ତାହାର ଜୀବନ କଳୁଷିତ ହୋଇଛି। ତେଣୁ ତାହାର ପାପର ଦଣ୍ଡ ରୂପେ ଈଶ୍ୱର ନର୍କ ନିରୂପଣ କରିଅଛନ୍ତି। ଅର୍ଥାତ୍ ଯେପରି ଭଲ ଫଳ ଫଳୁ ନଥିବା ଗଛ ମୂଳରେ କଟାଯିବା ନିମନ୍ତେ କୁରାଢ଼ୀ ଲାଗିଅଛି, ସେହିପରି ଈଶ୍ୱରଙ୍କ ବିଚାର ମଧ୍ୟ ଅତି ନିକଟବର୍ତ୍ତୀ। ଗଛର ମୂଳକୁ ସଠିକ୍ ଉପଚାର କରିବା ଦ୍ୱାରା ଯେପରି ଗଛ କଟାଯିବାରୁ ରକ୍ଷା ପାଏ, ତଦନୁରୂପେ ମନୁଷ୍ୟ ପାପ କ୍ଷମା ଓ ପରିତ୍ରାଣ ପ୍ରାପ୍ତ ହୋଇ ଈଶ୍ୱରଙ୍କ ବିଚାରରୁ ରକ୍ଷା ପ୍ରାପ୍ତ ହୋଇପାରେ। ମନୁଷ୍ୟର ପାପର ସମସ୍ୟାର ସମାଧାନ କରିବା ନିମନ୍ତେ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହେଲେ। ପୁଣି ମନୁଷ୍ୟର ପାପର ବୋଝ ଆପେ ବହନ କରି କ୍ରୁଶରେ ବଳିଦାନ ହେଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ପାପ ରୋଗରୁ ସୁସ୍ଥ ପାଇ ଈଶ୍ୱରଙ୍କ ବିଚାରର କୁରାଢ଼ୀରୁ ରକ୍ଷା ପ୍ରାପ୍ତ ହୁଏ। ଆପଣ ମଧ୍ୟ ଯେପରି ଏହିପରି କରିବେ, ଏଥିନିମନ୍ତେ ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।